ଶ୍ରୀମଦ୍ ଭଗବଦ୍ ଗୀତା ଜ୍ଞାନରେ ମୋର ଆପଣଙ୍କୁ ସ୍ୱାଗତ। ଶ୍ରୀମଦ୍ ଭଗବଦ୍ ଗୀତା ଭଗବାନଙ୍କର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ବାଣୀ ଅଟେ, ଯେଉଁ ବାଣୀକି ବହୁତ କିଛି ଶିଖାଏ ଆମକୁ। ଜୀବନରେ ସତ ମିଛ ମାନ ଅପମାନକୁ ଆଗକୁ ନେଇ ଯିବା ପାଇଁ ଯେଉଁ ସାହାରା ଦରକାର, ସେହି ସାହାରା ଆମକୁ ଭଗବଦ୍ ଗୀତାରେ ମିଳେ। ଶେଷ ଅଧ୍ୟାୟରେ ଆମେ ଭଗବଦ୍ ଗୀତା ସେକେଣ୍ଡ ଚାପ୍ଟରର 38 ନମ୍ବର ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କରିଥିଲୁ। ଆଜି ଆମେ ସେହି ଶ୍ଲୋକକୁ ଆଗକୁ ନେବା ପାଇଁ ଚେଷ୍ଟା କରିବା। 39 ନମ୍ବର ଶ୍ଲୋକଠାରୁ ଆଗକୁ ଆଲୋଚନା କରିବା। ସାଂଖ୍ୟ ଯୋଗର ଏହି ଶ୍ଲୋକ ଗୁଡ଼ିକ ବହୁତ ମୂଲ୍ୟବାନ ଅଟେ। ଆପଣ ପ୍ରତ୍ୟେକ ଶ୍ଲୋକ ଗୁଡ଼ିକ ଏବଂ ଭାବାର୍ଥ ମନ ଦେଇ ଶୁଣନ୍ତୁ। ଏଷା ତେଭିତା ସାଂଖ୍ୟେ ବୁଦ୍ଧି ଯୋଗେ ଧୀମା ଶୁଣୁ ବୁଦ୍ଧ୍ୟା ଯୁକ୍ତ ପୟା ପାର୍ଥ କର୍ମବନ୍ଧଂ ପ୍ରହାସ୍ୟସି। ଏହି ଶ୍ଲୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି, ଅର୍ଜୁନ, ମୁଁ ଏପର୍ଯ୍ୟନ୍ତ ତୁମକୁ ସାଂଖ୍ୟ ଦର୍ଶନ କଥା କହିଲି। ବର୍ତ୍ତମାନ ଯୋଗ କଥା ଶୁଣ। ତଦ୍ୱାରା ବ୍ୟକ୍ତି ଫଳର ଆଶା ନ ରଖି କର୍ମ କରେ। ହେ ପ୍ରତାପୁତ୍ର, ତୁମେ ଯେତେବେଳେ ଏହି ବୁଦ୍ଧିର ଦୋଷବର୍ତ୍ତୀ ହୋଇ କର୍ମ କରିବ, ସେତେବେଳେ ତୁମେ କର୍ମ ବନ୍ଧନରୁ ମୁକ୍ତ ହୋଇଯିବ। ଶ୍ରୋତା ବନ୍ଧୁ, ନିରୁକ୍ତି ବା ଦୈବିକ ଅଭିଧାନର ଅନୁଯାୟୀ ସାଂଖ୍ୟ ଶବ୍ଦର ଅର୍ଥ ହେଲା ଯାହା ଗୋଚର ପଦାର୍ଥର ବିଶେଷ ବିବରଣୀ ଦିଏ। ସାଂଖ୍ୟ କହିଲେ ସେହି ଦର୍ଶନକୁ ବୁଝାଏ ଯାହା ଆତ୍ମାର ପ୍ରକୃତ ସ୍ୱରୂପ ଦର୍ଶାଏ, ଏବଂ ଯୋଗ ଇନ୍ଦ୍ରିୟ ସଂଯମକୁ ବୁଝାଏ। ଅର୍ଜୁନ ଯେଉଁ ବିଚାରଧାରା ନେଇଛନ୍ତି ଯେ ସେ ଯୁଦ୍ଧ କରିବେ ନାହିଁ, ଏହା ଇନ୍ଦ୍ରିୟ ତୃପ୍ତି ଉପରେ ଆଧାରିତ ଅଟେ। ତାଙ୍କର ପରମ କର୍ତ୍ତବ୍ୟକୁ ସେ ଭୁଲିଯାଇ ସେ ଯୁଦ୍ଧରୁ ବିରତ ହେବାକୁ ଚେଷ୍ଟା କରୁଛନ୍ତି, କାହିଁକି ନା ସେ ଭାବୁଛନ୍ତି ଯେ ଯୁଦ୍ଧରେ ଧୃତରାଷ୍ଟ୍ରଙ୍କ ପୁତ୍ର ତାଙ୍କର ଭାଇବନ୍ଧୁ କୁଟୁମ୍ବକୁ ବିନାଶ କରି ରାଜ୍ୟ ଭୋଗ କରିବା ଅପେକ୍ଷା ସେମାନଙ୍କୁ ନ ମାରିବା ମଧ୍ୟ ଭଲ ହେବ। ଉଭୟ ଦିଗରୁ ବିଚାର କଲେ ଜଣାଯିବ ଯେ ମୌଳିକ ନୀତି ହେଲା ଇନ୍ଦ୍ରିୟ ତୃପ୍ତି। ଆତ୍ମୀୟ ସ୍ୱଜନ ଭାଇବନ୍ଧୁ କୁଟୁମ୍ବକୁ ଜୟ କରିବା ଦ୍ୱାରା ଯେଉଁ ସୁଖ ମିଳିବ, ଏ ଉଭୟ ସୁଖ ଇନ୍ଦ୍ରିୟ ତୃପ୍ତି ଉପରେ ଆଧାରିତ। କାରଣ ଏତଦ୍ୱାରା ଜ୍ଞାନ ଓ କର୍ତ୍ତବ୍ୟକୁ ବଳି ଦିଆଯାଉଅଛି। ତେଣୁ ଶ୍ରୀକୃଷ୍ଣ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ତାଙ୍କର ପିତାମହ ଶରୀରକୁ ବିନାଶ କରିବା ଦ୍ୱାରା ସେ ତାଙ୍କର ଆତ୍ମାକୁ ବିନାଶ କରୁନାହାନ୍ତି। ଏବଂ ପୁଣି ସେ ବୁଝାଇ କରି କହୁଛନ୍ତି ଯେ ସମସ୍ତ ବ୍ୟକ୍ତି, ଏପରିକି ଭଗବାନଙ୍କ ସମେତ ସମସ୍ତ ବ୍ୟକ୍ତି ଶାଶ୍ୱତ ଭାବେ ଜଣେ ଜଣେ ଆତ୍ମା ଅଟନ୍ତି। ସେମାନେ ଅତୀତରେ ଜଣେ ଆତ୍ମା ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ। କାରଣ ଆମ୍ଭେମାନେ ସମସ୍ତେ ଶାଶ୍ୱତ ଭାବେ ଜଣେ ଜଣେ ଆତ୍ମା ଅଟୁ ଏବଂ କେବଳ ଆମ୍ଭେମାନେ ଏ ଶରୀର ରୂପ ପୋଷାକକୁ ବିଭିନ୍ନ ପ୍ରକାରେ ବଦଳାଇ ଚାଲିଛୁ। କିନ୍ତୁ ବାସ୍ତବରେ ଆମ୍ଭେମାନେ ଏ ଭୌତିକ ବନ୍ଧନ ଅର୍ଥାତ୍ ଏ ଭୌତିକ ଶରୀର ବନ୍ଧନରୁ ମୁକ୍ତ ହେଲା ପରେ ମଧ୍ୟ ଜଣେ ଜଣେ ସ୍ୱତନ୍ତ୍ର ଆତ୍ମା ଭାବରେ ରହିବା। ଆମର ସେ ସ୍ୱତନ୍ତ୍ରତାକୁ ଆମେ ବଜାୟ ରଖିବା। ଆତ୍ମା ଏବଂ ଶରୀର ସମ୍ବନ୍ଧରେ ଭଗବାନ ଶ୍ରୀକୃଷ୍ଣ ଏହି ବିଶ୍ଳେଷଣାତ୍ମକ ବିଚାର ଦେଉଛନ୍ତି। ବିଭିନ୍ନ ଦୃଷ୍ଟିକୋଣରୁ ଭଗବାନ ଶ୍ରୀକୃଷ୍ଣ ଆତ୍ମା ଓ ଶରୀର ସମ୍ବନ୍ଧରେ ଏ ଯେଉଁ ବିଚାର ଦେଲେ ବା ଜ୍ଞାନ ପ୍ରଦାନ କଲେ, ନିରୁକ୍ତି ଅଭିଧାନ ଅନୁଯାୟୀ ତାହାକୁ ଏଠାରେ ସାଂଖ୍ୟ ବୋଲି କୁହାଯାଇଛି। ଏ ସାଂଖ୍ୟ ନାସ୍ତିକ କପିଳଙ୍କର ସାଂଖ୍ୟ ଦର୍ଶନ ନୁହେଁ। ନାସ୍ତିକ କପିଳ ତାଙ୍କର ସାଂଖ୍ୟ ଦର୍ଶନ ପ୍ରକାଶ କରିବାର ବହୁତ ପୂର୍ବରୁ ଭଗବାନ ଶ୍ରୀକୃଷ୍ଣ ତାଙ୍କର କପିଳ ଅବତାରରେ ଶ୍ରୀମଦ୍ ଭାଗବତମରେ ମାତା ଦେବହୂତିଙ୍କ ସମକ୍ଷରେ ସାଂଖ୍ୟ ଦର୍ଶନ ପ୍ରକାଶ କରିଯାଇଛନ୍ତି। ସେ ପରିଷ୍କାର ଭାବରେ କହିଛନ୍ତି ଯେ ପୁରୁଷ ବା ପରମ ପୁରୁଷ ଶ୍ରୀକୃଷ୍ଣ ଭଗବାନ କ୍ରିୟାଶୀଳ ଅଟନ୍ତି ଏବଂ ସେ ପ୍ରକୃତି ଉପରେ କଟାକ୍ଷପାତ କରି ସୃଷ୍ଟି କରନ୍ତି। ଏହା ବେଦରେ ତଥା ଗୀତାରେ ମଧ୍ୟ ସ୍ୱୀକୃତ ହୋଇଅଛି। ବେଦରେ ଦିଆଯାଇଥିବା ବର୍ଣ୍ଣନାରୁ ଜଣାଯାଏ ଯେ ଭଗବାନ ପ୍ରକୃତି ଉପରେ କଟାକ୍ଷପାତ କରନ୍ତି ଏବଂ ତଦ୍ୱାରା ସେ ପ୍ରକୃତି ମଧ୍ୟରେ ଅଣୁ ଆତ୍ମାମାନଙ୍କୁ ଭରିଦେଇ ତାଙ୍କୁ ସୁଗର୍ଭା କରାନ୍ତି। ଏ ସମସ୍ତ ଜୀବାତ୍ମା ଭୌତିକ ଜଗତରେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ କାର୍ଯ୍ୟ କରନ୍ତି ଏବଂ ମାୟାଶକ୍ତି ପ୍ରଭାବରେ ସେମାନେ ନିଜକୁ ଭୋକ୍ତା ବା ଉପଭୋଗକାରୀ ବୋଲି ଭାବନ୍ତି। ଏ ପ୍ରକାର ମନୋବୃତ୍ତି ସେମାନଙ୍କୁ ମୁକ୍ତିର ଏହି ଅନ୍ତିମ ସ୍ତରକୁ ନିଏ, ଯେଉଁଠାରେ ସେମାନେ ଭଗବାନଙ୍କ ସହ ଏକ ହେବାକୁ ଇଚ୍ଛା କରନ୍ତି। ଏହା ହେଉଛି ମାୟାର ଶେଷ ଯନ୍ତା
ବା ଇନ୍ଦ୍ରିୟ ତୃପ୍ତିଜନିତ ମାୟାର ଶେଷଯନ୍ତା। ଏମାନେ ଇନ୍ଦ୍ରିୟ ତୃପ୍ତିଜନିତ କାର୍ଯ୍ୟରେ ରତ ହୋଇ ଅନେକ ଜନ୍ମ ବିତାନ୍ତି। ଏପରି ଅନେକ ଜନ୍ମ ବିତିଲା ପରେ କୌଣସି ଏକ ମହାତ୍ମା ବାସୁଦେବ ବା ଭଗବାନ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହୁଏ। ଏତଦ୍ୱାରା ସେ ପରମ ସତ୍ୟ ଅନୁସନ୍ଧାନର ଯାତ୍ରା ସମାପ୍ତ କରେ। ଭଗବାନ ଶ୍ରୀକୃଷ୍ଣଙ୍କ ପାଦ ପଦ୍ମରେ ଆତ୍ମସମର୍ପଣ କରି ଅର୍ଜୁନ ତାଙ୍କୁ ଗୁରୁ ରୂପେ ଗ୍ରହଣ କରି ନେଇଛନ୍ତି। ଶିଷ୍ୟସ୍ତେହଂ ସାଧି ମାଂ ତ୍ୱାଂ ପ୍ରପନ୍ନମ୍। ଫଳସ୍ୱରୂପ ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ତାଙ୍କୁ ବୁଦ୍ଧିଯୋଗ ବା କର୍ମଯୋଗ ପଦ୍ଧତି କଥା କହିବେ କିମ୍ବା ଅନ୍ୟ କଥାରେ ଭକ୍ତିଯୋଗ କଥା କହିବେ। ଭକ୍ତିଯୋଗରେ ଭଗବାନଙ୍କ ଇନ୍ଦ୍ରିୟକୁ ତୃପ୍ତି ପ୍ରଦାନ କରାଯାଏ। ଏହି ବୁଦ୍ଧିଯୋଗ କଥା ଦଶମ ଅଧ୍ୟାୟରେ ଦଶମ ଶ୍ଲୋକରେ ପରିଷ୍କାର ଭାବରେ କୁହାଯାଇଅଛି। ଏହା ହେଉଛି ଭଗବାନଙ୍କ ସହ ପ୍ରତ୍ୟକ୍ଷ ସଂଯୋଗ ସ୍ଥାପନ। ପ୍ରତ୍ୟେକଙ୍କ ହୃଦୟରେ ଭଗବାନ ପରମାତ୍ମା ରୂପରେ ଅଛନ୍ତି। ସେହି ଭଗବାନଙ୍କ ସହ ସିଧାସଳଖ ସମ୍ବନ୍ଧ ସ୍ଥାପନ କରିବା ହେଉଛି ବୁଦ୍ଧିଯୋଗ। କିନ୍ତୁ ଭଗବତ ସେବା ବ୍ୟତୀତ ଏ ପ୍ରକାର ସମ୍ବନ୍ଧ କଦାପି ସ୍ଥାପନ କରାଯାଇପାରିବ ନାହିଁ। ତେଣୁ ଯେ ଭଗବାନଙ୍କର ଦିବ୍ୟ ସେବାରେ ନିଯୁକ୍ତି ଅଛି ଅର୍ଥାତ୍ କୃଷ୍ଣ ଚେତନାରେ ଅଛି, ସେ ହିଁ ଭଗବାନଙ୍କର ସ୍ୱତନ୍ତ୍ର କୃପା ହେତୁ ଏ ବୁଦ୍ଧିଯୋଗ ଲାଭ କରିପାରେ। ତେଣୁ ଭଗବାନ କହୁଛନ୍ତି, ଯେଉଁମାନେ ସର୍ବଦା ଦିବ୍ୟ ପ୍ରେମବଶତଃ ତାଙ୍କର ସେବାରେ ନିଯୁକ୍ତି ହେଉଛନ୍ତି ସେମାନଙ୍କୁ ସେ ଏ ଭକ୍ତିଯୋଗ ବିଜ୍ଞାନ ପ୍ରଦାନ କରନ୍ତି। ଏହିପରି ଭାବରେ ଭକ୍ତ ଚିର ଆନନ୍ଦମୟ ଭଗବତ ଧାମରେ ଖୁବ୍ ସହଜରେ ଭଗବାନଙ୍କ ପାଖରେ ପହଞ୍ଚିପାରିବ। ତେଣୁ ବ୍ୟକ୍ତି ଏକଥା ଜାଣି ରଖିବା ଉଚିତ ଯେ ପୂର୍ଣ୍ଣ କୃଷ୍ଣ ଚେତନାରେ ପୂର୍ଣ୍ଣ ଆନନ୍ଦ ଓ ଜ୍ଞାନ ଭୂମିକାରେ ଭଗବାନଙ୍କର ସେବାରତ ହେବା ପାଇଁ ବା କାମ କରିବା ଅର୍ଥ ବୁଦ୍ଧିଯୋଗ ଅବଲମ୍ବନ କରିବା। ଯେଉଁ ବ୍ୟକ୍ତି କେବଳ ଭଗବାନଙ୍କ ଆନନ୍ଦ ନିମିତ୍ତ କାମ କରେ, ସେ କାମ ଯେତେ କଷ୍ଟକର ହେଉ ପଛକେ ସେ ବୁଦ୍ଧିଯୋଗର ଦୋଷବର୍ତ୍ତୀ ହୋଇ କାମ କରୁଛି ବୋଲି ବୁଝିବାକୁ ହେବ ଏବଂ ସେଥିରେ ସେ ସର୍ବଦା ଦିବ୍ୟ ଆନନ୍ଦ ଲାଭ କରେ। ଏ ପ୍ରକାର ଦିବ୍ୟ କର୍ମରେ ନିଯୁକ୍ତି ହେବା ଦ୍ୱାରା ଭଗବାନଙ୍କ କୃପାରୁ ବ୍ୟକ୍ତି ସତ୍ତ୍ୱ ଦିବ୍ୟ ଗୁଣ ଲାଭ କରେ ଏବଂ ଏହିପରି ଭାବରେ ତାର ମୁକ୍ତି ସମ୍ପୂର୍ଣ୍ଣ ହୋଇଯାଏ। ଏଥିପାଇଁ ତାଙ୍କୁ ଜ୍ଞାନ ଲାଭ ନିମିତ୍ତ ଆଉ ଅଧିକ ଚେଷ୍ଟା କରିବା ପାଇଁ ପଡ଼େ ନାହିଁ। କୃଷ୍ଣ ଚେତନାରେ କାମ କରିବା ଏବଂ ସକାମ କର୍ମ ବା ଫଳ ଲାଭ ଆଶାରେ କାମ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବିଶେଷ କରି ଇନ୍ଦ୍ରିୟ ତୃପ୍ତି ନିମିତ୍ତ, ପରିବାରକୁ ଆନନ୍ଦ ଦେବା ନିମିତ୍ତ ବା ଭୌତିକ ସୁଖଲାଭ ନିମିତ୍ତ ଯେ କର୍ମ କରାଯାଏ ତାହା ସକାମ କର୍ମ। ଏହି ସକାମ କର୍ମ ଓ କୃଷ୍ଣ କର୍ମ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ତେଣୁ ବୁଦ୍ଧିଯୋଗ ହେଉଛି ଆମ୍ଭେମାନେ କରୁଥିବା କର୍ତ୍ତବ୍ୟର ଦିବ୍ୟ ଗୁଣ। ନେହାଭି କ୍ରମନାଶସ୍ତି ପ୍ରୟବାୟ ନ ବିଦ୍ୟତେ ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତ ଭୟାତ୍। ଏହି ପ୍ରଚେଷ୍ଟାରେ କିଛି ନଷ୍ଟ ହୁଏ ନାହିଁ ବା କୌଣସି ହାନି ହୁଏ ନାହିଁ ଏବଂ ଏହି ମାର୍ଗରେ ଅଳ୍ପ କିଛି ଅଗ୍ରଗତି କଲେ ବ୍ୟକ୍ତି ଅତି ବିପଜ୍ଜନକ ଅବସ୍ଥାରୁ ରକ୍ଷା ପାଇପାରେ। କୃଷ୍ଣ ଚେତନାରେ କାମ କରିବା ବା କୌଣସି ଇନ୍ଦ୍ରିୟ ତୃପ୍ତିର କାମନା ନ ରଖି ଭଗବାନ କୃଷ୍ଣଙ୍କ ନିମିତ୍ତ କାମ କରିବା ହେଉଛି କର୍ମାନୁଷ୍ଠାନର ସର୍ବୋଚ୍ଚ ଦିବ୍ୟ ଗୁଣ। ଏପରିକି ଏ ଦିଗରେ ଯେ ଅଳ୍ପ କିଛି ଅଗ୍ରଗତି କରିଛି ସେ ମଧ୍ୟ କୌଣସି ବାଧାପ୍ରାପ୍ତ ହୁଏ ନାହିଁ ଏବଂ ସେ ସ୍ୱଚ୍ଛ କର୍ମ ମଧ୍ୟ କୌଣସି ସ୍ତରରେ ନଷ୍ଟ ହୁଏ ନାହିଁ। ଭୌତିକ ସ୍ତରରେ ଯେଉଁ କାର୍ଯ୍ୟ କରାଯାଏ ତାକୁ ସମ୍ପୂର୍ଣ୍ଣ କରିବାକୁ ହେବ, ନଚେତ୍ ସମସ୍ତ ପ୍ରଚେଷ୍ଟା ପଣ୍ଡ ହୋଇଯିବ। କିନ୍ତୁ କୃଷ୍ଣ ଚେତନାରେ ଯେଉଁ କର୍ମ ଆରମ୍ଭ କରାଯାଇଛି ତାହା ଶେଷ ନହେଲେ ମଧ୍ୟ ତାହାର ସ୍ଥାୟୀ ଫଳ ଅଛି। କୃଷ୍ଣ ଚେତନାରେ କରାଯାଇଥିବା କର୍ମ ଅସମ୍ପୂର୍ଣ୍ଣ ହେଲେ ମଧ୍ୟ ସେ କର୍ମ ଦ୍ୱାରା କର୍ତ୍ତାର କିଛି କ୍ଷତି ହୁଏ ନାହିଁ। କୃଷ୍ଣ ଚେତନାରେ ଶତକଡ଼ା 1 କର୍ମ ହେଲେ ସୁଦ୍ଧା ତାହାର ସ୍ଥାୟୀ ଫଳ ଅଛି। ତେଣୁ ପରେ ଯେତେବେଳେ ତାହା ଆଉ ଥରେ ଆରମ୍ଭ କରାଯିବ ତାହା ଶତକଡ଼ା 2 ଆରମ୍ଭ କରାଯିବ। କିନ୍ତୁ ଭୌତିକ ସ୍ତରରେ ଯେଉଁ କର୍ମ କରାଯାଏ ସେଥିରେ ପୂର୍ଣ୍ଣ ସଫଳତା ଲାଭ ନହେଲେ କୌଣସି ଲାଭ ନାହିଁ। ଅଜାମିଳ ଶତକଡ଼ା ଖୁବ୍ କମ୍ ଭାଗ କର୍ମ କୃଷ୍ଣ ଚେତନାରେ କରିଥିଲେ, କିନ୍ତୁ ଶେଷରେ ଭଗବାନଙ୍କ କୃପାରୁ ସେ ଯେଉଁ ଫଳ ପାଇଲେ ତାହା ପରିପୂର୍ଣ୍ଣ ଅଟେ, ଅର୍ଥାତ୍ ଶତକଡ଼ା 100 ଅଟେ। ଏହା ସମ୍ବନ୍ଧରେ ଶ୍ରୀମଦ୍ ଭାଗବତମରେ ଏକ ସୁନ୍ଦର ଶ୍ଲୋକ ଅଛି।
ତ୍ୟକ୍ତ୍ୱା ସ୍ୱଧର୍ମଂ ଚରଣାମୁଜଂ ହରେର୍ ଭଜନ ପତ୍କୋଥ ତତେ ତତ ଯଦି ଯତ୍ର କ୍ୱଂ ବାଭ ଦ୍ରମ ବୁଧମସ୍ୟଂ କିଂ କବାର୍ଥ ଅପ୍ରଭଜତାଂ ସ୍ୱଧର୍ମତଃ। ଯଦି କୌଣସି ବ୍ୟକ୍ତି ନିଜ ବ୍ୟକ୍ତିଗତ ଲାଭ ଉଠାଇଥିବା କର୍ମକୁ ତ୍ୟାଗ କରି କୃଷ୍ଣ ଚେତନାରେ କର୍ମ କରେ ଏବଂ ସେ କର୍ମ ପୂରା କରିନପାରେ, ଯଦି ଅଧପତିତ ହୁଏ, ତାହେଲେ ତା'ର କୌଣସି କ୍ଷତି ହୁଏ ନାହିଁ। ଯଦି କେହି ତା'ର ଭୌତିକ କର୍ମ ସମ୍ପୂର୍ଣ୍ଣ ଭାବେ ସମ୍ପାଦନ କରିଥାଏ, ତେବେ ତା'ର କ'ଣ ଲାଭ ହୁଏ? ଶ୍ରୀମଦ୍ ଭାଗବତମ୍ କହେ, କିମ୍ବା ଖ୍ରୀଷ୍ଟିଆନମାନେ ମଧ୍ୟ କହନ୍ତି, ଯଦି କୌଣସି ବ୍ୟକ୍ତି ତା'ର ଶାଶ୍ୱତ ଆତ୍ମାକୁ ହରାଏ ଏବଂ ସମଗ୍ର ପୃଥିବୀକୁ ଲାଭ କରେ, ଏଥିରେ ତା'ର କିଛି ଲାଭ ନାହିଁ। ଭୌତିକ କର୍ମ ଓ ତା'ର ଫଳ ଏହି ଶରୀର ନଷ୍ଟ ହେବା ସଙ୍ଗେ ସଙ୍ଗେ ନଷ୍ଟ ହୋଇଯାଏ। କିନ୍ତୁ କୃଷ୍ଣ ଚେତନାରେ କରାଯାଇଥିବା କର୍ମ ଏ ଶରୀର ନଷ୍ଟ ହେଲା ପରେ ମଧ୍ୟ ବ୍ୟକ୍ତିକୁ ପୁନର୍ବାର କୃଷ୍ଣ ଚେତନା ସ୍ତରକୁ ଟାଣିନିଏ। ପରଜନ୍ମରେ ବ୍ୟକ୍ତି ନିଶ୍ଚୟ ଏ ଦିଗରେ ସୁବିଧା ପାଏ। ସେ ଏକ ଯୋଗ୍ୟ ବ୍ରାହ୍ମଣ କୁଳରେ ଜନ୍ମ ଲାଭ କରେ କିମ୍ବା ଏକ ଯୋଗ୍ୟ ଧନୀ ଲୋକ ପରିବାରରେ ଜନ୍ମ ଲାଭ କରି କୃଷ୍ଣ ଚେତନା ଲାଭ କରିବା ପାଇଁ ସୁଯୋଗ ପୁନର୍ବାର ଲାଭ କରେ। କୃଷ୍ଣ ଚେତନାରେ କାମ କରିବାର ଏହା ହେଉଛି ବିଚିତ୍ର ଗୁଣ। ଶ୍ରୋତାବନ୍ଧୁ, କୃଷ୍ଣ ଚେତନା ମାନେ କ'ଣ? କୃଷ୍ଣ ଚେତନା ମାନେ ହେଲା ଭଗବାନ କୃଷ୍ଣଙ୍କ ପ୍ରତ୍ୟକ୍ଷ କାମ କରିବା, ଯଥା ଭଗବାନଙ୍କର ସେବା କରିବା, ଭଗବାନଙ୍କର ନାମ କୀର୍ତ୍ତନ କରିବା, ଭଗବାନଙ୍କର ନାମ ପ୍ରଚାର କରିବା। ଏହିସବୁ କର୍ମକୁ କୃଷ୍ଣ ଚେତନା କର୍ମ ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତି ଏହିସବୁ କର୍ମ କରେ, ତା କର୍ମର କେବେ କ୍ଷତି ନାହିଁ। ଯଦି ସେ ଭଗବାନଙ୍କର ସେବା କିଛି ମାତ୍ରାରେ ମଧ୍ୟ କରେ, ତେବେ ବି ସିଏ ଲାଭ ପାଏ। ବ୍ୟବସାୟିମିକା ବୁଦ୍ଧି ରେକେହ କୁରୁ ନନ୍ଦନ ବହୁ ଶାଖା ହେନସ୍ତାଂଶ୍ଚ ବୁଧେୟା ବ୍ୟବସାୟୀ ନାମ। ଯେଉଁମାନେ ଏହି ମାର୍ଗରେ ପଥିକ, ସେମାନେ ଦୃଢ଼ ନିଶ୍ଚିତ ଏବଂ ସେମାନଙ୍କର ଲକ୍ଷ୍ୟ ହେଉଛି ଏକ। ହେ କୁରୁ ବଂଶର ପ୍ରିୟ ସନ୍ତାନ, ଯେଉଁମାନେ ଦୃଢ଼ ନିଶ୍ଚିତ ନୁହନ୍ତି, ସେମାନଙ୍କର ବୁଦ୍ଧି ଅନେକ ଶାଖା ଓ ପ୍ରଶାଖାରେ ବିସ୍ତୃତ ଅଟେ। କୃଷ୍ଣ ଚେତନାରେ ବା କୃଷ୍ଣ ଭାବନାରେ ଦୃଢ଼ ବିଶ୍ୱାସ ବ୍ୟକ୍ତିକୁ ଜୀବନର ସର୍ବୋଚ୍ଚ ପରିପୂର୍ଣ୍ଣତା ବା ପୂର୍ଣ୍ଣତମ ସ୍ତରରେ ଉପନୀତ କରାଇଥାଏ। ଏହି ଚେତନା ବା ବିଶ୍ୱାସରେ ଦୃଢ଼ତାକୁ ବ୍ୟବସାୟିମିକା ବୁଦ୍ଧି କୁହାଯାଏ। ଶ୍ରୀ ଚୈତନ୍ୟ ଚରିତାମୃତରେ କୁହାଯାଇଛି, ଶ୍ରଦ୍ଧା ସଦେ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ କୃଷ୍ଣେ ଭକ୍ତି କହିଲେ ସର୍ବକର୍ମ କୃତ ହୋୟ। ଏକ ଉନ୍ନତ ଭାବଧାରାରେ ଅବିଚଳିତ ଭାବରେ ସ୍ଥିର ରହିବାକୁ ବା ଏକାନ୍ତ ଦୃଢ଼ତାକୁ ବିଶ୍ୱାସ କୁହାଯାଏ। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାରେ କର୍ତ୍ତବ୍ୟ ସମ୍ପାଦନ କରେ, ସେତେବେଳେ ତାକୁ ଆଉ ଏକ ଭୌତିକ ଜଗତର ସାମାଜିକ ପ୍ରଥା, ବଂଶ ପରମ୍ପରା ବା ଜାତୀୟତା ବା ମାନବିକତା ଆଦି ବିଚାରଧାରା ଦଶବର୍ତ୍ତୀ ହୋଇ ଏହିସବୁ ପ୍ରତି ଅଯଥା ଅନୁଗତ୍ୟ ପ୍ରକାଶ କରିବାକୁ ଦରକାର ପଡ଼େ ନାହିଁ। ଗତ ଜନ୍ମର ଶୁଭାଶୁଭ କର୍ମର ଫଳ ହେଉଛି ସକାମ କର୍ମରେ ବିପ୍ଲୁତ ହେବା। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନଶୀଳ ହୋଇଯାଏ ବା କୃଷ୍ଣ ଚେତନାରେ ଜାଗ୍ରତ ହୋଇଯାଏ, ସେତେବେଳେ ସେ ତା କର୍ମର ସୁଫଳ ନିମିତ୍ତ ଆଉ ପ୍ରଚେଷ୍ଟାବାନ ହୁଏ ନାହିଁ। ଯେତେବେଳେ ବ୍ୟକ୍ତି କୃଷ୍ଣ ଚେତନାରେ ସ୍ଥିର ହୋଇଯାଏ, ସେତେବେଳେ ତା'ର ସମସ୍ତ କର୍ମ ଚିତ୍ ସ୍ତରରେ ଅନୁଷ୍ଠିତ ହୁଏ। କାରଣ ସେତେବେଳେ ତା'ର ସକଳ କର୍ମ ଆଉ ଭଲମନ୍ଦ ବା ରାଗ ଦ୍ୱେଷ ଇଏ ଦ୍ୱୈତ ଭାବରେ ଦ୍ୱୈତିକ ହୁଏ ନାହିଁ। କୃଷ୍ଣ ଚେତନାର ଅନ୍ତିମ ସ୍ତର ହେଲା ବା ପରିପୂର୍ଣ୍ଣ ସ୍ତର ହେଲା ଜୀବନର ଜଡ଼ ଧାରଣାକୁ ତ୍ୟାଗ କରିବା। କୃଷ୍ଣ ଚେତନାରେ କ୍ରମ ଅଗ୍ରଗତି ଫଳରେ ଏ ସ୍ତର ବା ଅବସ୍ଥା ସ୍ୱତଃ ପ୍ରାପ୍ତ ହୁଏ। ବାସୁଦେବ ସର୍ମମିତି ସମହାତ୍ମା ସୁଦୁର୍ଲଭ, ଅର୍ଥାତ୍ ବାସୁଦେବ ବା କୃଷ୍ଣ ସମସ୍ତ ଦୃଶ୍ୟ କାରଣର କାରଣ ବା ମୂଳ। ଏହି ଜ୍ଞାନ ବା ଧାରଣାରେ ଯେ ଦୃଢ଼, ସେ କୃଷ୍ଣ ଚେତନାରେ ଦୃଢ଼ ବୋଲି କୁହାଯାଏ। ସେ ବ୍ୟକ୍ତିର ବିଶ୍ୱାସ ବା ଏକାନ୍ତିକତା ଏହି ଜ୍ଞାନ ବା ଧାରଣା ଉପରେ ଆଧାରିତ। ଯେପରି ବୃକ୍ଷର ମୂଳରେ ଜଳସେଚନ କଲେ ସ୍ୱତଃ ବୃକ୍ଷର ଡାଳ ପତ୍ର ଆଦି ଜଳ ପାଇଥାନ୍ତି, ଠିକ୍ ସେହିପରି କୃଷ୍ଣ ଚେତନାରେ କର୍ମ କଲେ ବ୍ୟକ୍ତି ତା'ର ଆତ୍ମା, ପରିବାର, ସମାଜ, ଦେଶ ଓ ଜାତି ଆଦି ପ୍ରତ୍ୟେକଙ୍କର ଖୁବ୍ ଉନ୍ନତ ଧରଣର ସେବା କଲା ଭଳି ବୁଝିବାକୁ ହେବ। ବ୍ୟକ୍ତିର କର୍ମରେ ବା ସେବାରେ ଯଦି ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୁଅନ୍ତି, ତାହେଲେ ପ୍ରତ୍ୟେକେ ସନ୍ତୁଷ୍ଟ ହୁଅନ୍ତି।
ଜଣେ ଉପଯୁକ୍ତ ଗୁରୁ ବା ଆଚାର୍ଯ୍ୟଙ୍କ ଅଧୀନରେ ରହି କୃଷ୍ଣ ଚେତନାରେ କର୍ମ ବା ଭକ୍ତିଯୋଗ ଅଭ୍ୟାସ କରିବାକୁ ହେବ। ତାଙ୍କ ନିର୍ଦ୍ଦେଶରେ ହିଁ ଏହା ଉତ୍ତମ ରୂପେ ଅଭ୍ୟାସ କରାଯାଇପାରେ। କାରଣ ଗୁରୁ ହେଉଛନ୍ତି ଶ୍ରୀକୃଷ୍ଣଙ୍କର ଉପଯୁକ୍ତ ପ୍ରତିନିଧି। ସେ ଜାଣନ୍ତି ଶିଷ୍ୟର ପ୍ରକୃତି ବା ସ୍ୱଭାବ କ'ଣ ଏବଂ ସେ ଶିଷ୍ୟକୁ ଉପଯୁକ୍ତ ଭାବରେ କୃଷ୍ଣ ଚେତନା ମାର୍ଗରେ ମାର୍ଗ ନିର୍ଦ୍ଦେଶ କରିପାରିବେ। ଅର୍ଥାତ୍ କିପରି କୃଷ୍ଣ ଚେତନାରେ କର୍ମ କରିବାକୁ ହେବ ସେ ବାଟ ଦେଖାଇ ପାରନ୍ତି। ତେଣୁ କୃଷ୍ଣ ଚେତନା ବିଧି କ'ଣ ତାହା ଭଲ ଭାବରେ ଜାଣି ରଖିବାକୁ ହେଲେ ବ୍ୟକ୍ତିକୁ ଦୃଢ଼ତା ସହକାରେ ବା ଦୃଢ଼ ବିଶ୍ୱାସର ସହିତ କାମ କରିବାକୁ ହେବ ଏବଂ କୃଷ୍ଣଙ୍କର ପ୍ରତିନିଧିଙ୍କର କଥାକୁ ମାନିବାକୁ ପଡ଼ିବ। ଏକ ଉପଯୁକ୍ତ ଗୁରୁଙ୍କର ନିର୍ଦ୍ଦେଶକୁ ମାନିବା ହେଉଛି ତା'ର ଜୀବନର ଲକ୍ଷ୍ୟ। ଏହା ତାକୁ ଗ୍ରହଣ କରିବାକୁ ପଡ଼ିବ। ଶ୍ରୀଳ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ପ୍ରସିଦ୍ଧ ଗୁରୁ ବନ୍ଦନାରେ ନିମ୍ନମତେ ଉପଦେଶ ପ୍ରଦାନ କରିଛନ୍ତି। ଯସ୍ୟ ପ୍ରସାଦାତ୍ ଭଗବତ୍ ପ୍ରସାଦ ଯସ୍ୟ ପ୍ରଶାନ୍ତନ୍ତ ଗତି କୁତପି ଧ୍ୟାୟେନଂ ସ୍ତୁବଂ ତସ୍ୟ ଯଶସ୍ତି ସନ୍ଧ୍ୟ ବନ୍ଦେ ଗୁରୁ ଚରଣବିଦମ୍। ଗୁରୁଦେବ ସନ୍ତୁଷ୍ଟ ହେଲେ ପରମ ପୁରୁଷ ଭଗବାନ ସନ୍ତୁଷ୍ଟ ହୁଅନ୍ତି ଏବଂ ଗୁରୁଦେବ ସନ୍ତୁଷ୍ଟ ନହେଲେ କୃଷ୍ଣ ଚେତନା ସ୍ତରକୁ ଉନ୍ନୀତ ହେବାର ଅବକାଶ ନାହିଁ। ମୁଁ ଦୈନିକ 3 ବାର ତାଙ୍କର କୃପା ଭିକ୍ଷା କରୁଛି, ତାଙ୍କୁ ଧ୍ୟାନ କରୁଛି ଏବଂ ସେହି ଗୁରୁଦେବଙ୍କୁ ମୋର ଭକ୍ତିପୂର୍ଣ୍ଣ ପ୍ରଣାମ ଜଣାଉଛି। ସମୁଦାୟ ଧାରା ପୂର୍ଣ୍ଣ ଆତ୍ମଜ୍ଞାନ ଉପରେ ଆଧାରିତ। ଏହା ଦେହ ଧାରଣାର ବହୁ ଊର୍ଦ୍ଧ୍ୱରେ। ଏହା କେବଳ ପୁସ୍ତକଗତ ଜ୍ଞାନ ନୁହେଁ ବା ପୁସ୍ତକଗତ ଜ୍ଞାନ ହୋଇ ରହିବା ଉଚିତ ନୁହେଁ। ଏହା ବାସ୍ତବ ଜ୍ଞାନ ଅଟେ ବା ହେବା ଉଚିତ। ଯେତେବେଳେ ବ୍ୟକ୍ତି ଏ ଜ୍ଞାନ ଲାଭ କରେ ସେତେବେଳେ ସକାମ କର୍ମରେ ପ୍ରକାଶିତ ହେଉଥିବା ତା'ର ଇନ୍ଦ୍ରିୟ ତୃପ୍ତିର ଅବକାଶ ଆଉ ରହେ ନାହିଁ। ଯେ କୃଷ୍ଣ ଚେତନାରେ ଦୃଢ଼ ନୁହେଁ ସେ ବିଭିନ୍ନ ପ୍ରକାର ସକାମ କର୍ମରେ ଲିପ୍ତ ହୁଏ, ଅର୍ଥାତ୍ ତା'ର ମନ ବିଭିନ୍ନ ପ୍ରକାର ସକାମ କର୍ମ ପ୍ରତି ଆକୃଷ୍ଟ ହୁଏ। ତା ଭିତରେ କାମନା ଜାଗ୍ରତ ହୁଏ। ଶ୍ରୋତାବନ୍ଧୁ, ଆଜି ଆମେ ସାଂଖ୍ୟ ଯୋଗର 41ତମ ଶ୍ଲୋକ ପର୍ଯ୍ୟନ୍ତ ଆଲୋଚନା କଲୁ। ଆଗାମୀ ଅଧ୍ୟାୟରେ ଆମେ ଆଗକୁ ଆଲୋଚନା କରିବା। ସେତେ ପର୍ଯ୍ୟନ୍ତ ଆପଣ ଏ ଶ୍ଲୋକ ଗୁଡ଼ିକ ଦେଖୁଥାନ୍ତୁ। ହରେ କୃଷ୍ଣ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।